ପତଞ୍ଜଳ ଯୋଗସୂତ୍ର ସମାଧିପାଦ ଏ ଭିଡ଼ିଓରେ ଆମେ ସୂତ୍ର 34, 35 ଓ 36 ଦେଖିବା। ସୂତ୍ର 34 ପ୍ରଚ୍ଛର୍ଦନ ବିଧାରଣାଭ୍ୟାଂ ବା ପ୍ରାଣସ୍ୟ ଶବ୍ଦାର୍ଥ ଦେଖିବା। ପ୍ରଚ୍ଛର୍ଦନ ଶ୍ୱାସ ବାହାର କରିବା, ଯାହାକୁ ରେଚକ କୁହାଯାଏ। ବିଧାରଣା ମାନେ ଧରି ରଖିବା, ହେଲା କୁମ୍ଭକ। ଅଭ୍ୟାଂ ଦ୍ୱାରା ବା କିମ୍ବା ପ୍ରାଣସ୍ୟ ପ୍ରାଣ ମାନେ ପ୍ରାଣ ହେଲା ଶ୍ୱାସ ପ୍ରଶ୍ୱାସ, ଯେଉଁଟା ସେଟାକୁ ପ୍ରାଣ କୁହାଯାଏ, ବାୟୁଟା। ସୂତ୍ରାର୍ଥ ଶ୍ୱାସକୁ ବାହାର କରିବା ରେଚକ ଓ ଧରି ରଖିବା ଦ୍ୱାରା ପ୍ରାଣ ଉପରେ ଧ୍ୟାନ କଲେ ବା ଶ୍ୱାସ ଉପରେ ଧ୍ୟାନ କଲେ, ଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ କଲେ ମନ ଶାନ୍ତ ଓ ସ୍ଥିର ହୁଏ। ବ୍ୟାଖ୍ୟା ପତଞ୍ଜଳି ଏଠାରେ କହୁଛନ୍ତି ଯେ ମନର ଅସ୍ଥିରତା ଦୂର କରିବା ପାଇଁ ପ୍ରାଣାୟାମ ଏକ ସରଳ ଓ କାର୍ଯ୍ୟକାରୀ ଉପାୟ। ଶ୍ୱାସକୁ ସଚେତନ ଭାବରେ ବାହାର କରିବା ଓ କିଛି ସମୟ ଧରି ରଖିବା ସମୟରେ ପ୍ରାଣର ଗତି ଧୀର ହୁଏ। ଏହାର ପରିଣାମରେ ମନର ବିକ୍ଷେପ କମେ ବା ଚିତ୍ତର ବିକ୍ଷେପ କମେ, ଚିତ୍ତ ପ୍ରସନ୍ନ ଓ ଧ୍ୟାନ ଯୋଗ୍ୟ ହୁଏ। ଏହି ପ୍ରକ୍ରିୟା ଧାରଣାରୁ ଧ୍ୟାନ ଓ ଧ୍ୟାନରୁ ସମାଧି ପାଇଁ ମନକୁ ବା ଚିତ୍ତକୁ ପ୍ରସ୍ତୁତ କରେ। ଉଦାହରଣ, ଯେତେବେଳେ କେହି ମାନସିକ ଅଶାନ୍ତି ଅନୁଭବ କରେ, ସେ ଧୀରେ ଗଭୀର ଶ୍ୱାସ ନେଇ ତାପରେ ଆସ୍ତେ ଆସ୍ତେ ବାହାର କରି କିଛି ସମୟ ଶ୍ୱାସ ଧରି ରଖେ, ତେବେ କିଛି କ୍ଷଣରେ ତାର ମନ ଶାନ୍ତ ହୁଏ। ସୂତ୍ର 35 ବିଷୟାବତୀ ବା ପ୍ରବୃତ୍ତି ଉତ୍ପନ୍ନା ମନସଃ ସ୍ଥିତି ନିବନ୍ଧନେ ଶବ୍ଦାର୍ଥ ବିଷୟବତୀ ଇନ୍ଦ୍ରିୟ ବିଷୟ ସହିତ ସଂଯୁକ୍ତ ବା କିମ୍ବା ପ୍ରବୃତ୍ତି ଚିତ୍ତର କ୍ରିୟା ବା ଗତି ଉତ୍ପନ୍ନା ଜନ୍ମିଥିବା ମନସଃ ମନର ସ୍ଥିତି ସ୍ଥିରତା ନିବନ୍ଧନୀ ବନ୍ଧନ କରୁଥିବା ବା ସ୍ଥିର କରୁଥିବା। ସୂତ୍ରାର୍ଥ ଦେଖିବା। ଇନ୍ଦ୍ରିୟ ବିଷୟ ସହିତ ସମ୍ପର୍କରୁ ଉତ୍ପନ୍ନ ହୋଇଥିବା କୌଣସି ଏକ ପ୍ରବୃତ୍ତି ଉପରେ ଧ୍ୟାନ କଲେ ମନ ସ୍ଥିର ହୁଏ। ବ୍ୟାଖ୍ୟା ଏହି ସୂତ୍ରରେ ପତଞ୍ଜଳି କହୁଛନ୍ତି ଯେ ମନକୁ ସ୍ଥିର କରିବା ପାଇଁ ଅତ୍ୟନ୍ତ ସୂକ୍ଷ୍ମ ଉପାୟ ହେଉଛି ଇନ୍ଦ୍ରିୟ ମାଧ୍ୟମରେ ପ୍ରାପ୍ତ କୌଣସି ଏକ ଅନୁଭୂତି, ଯେଉଁଟାକି ଶବ୍ଦ ହେଉ, ସ୍ପର୍ଶ, ରୂପ, ରସ, ଗନ୍ଧ ଉପରେ ମନକୁ ଏକାଗ୍ର କରିବା। ସେହି ଅନୁଭୂତିରୁ ଯେଉଁ ପ୍ରବୃତ୍ତି ବା ଚିତ୍ତଚଳନ ଉତ୍ପନ୍ନ ହୁଏ, ତାହାକୁ ମନର ଧାରଣା କରିପାରିଲେ ମନ ଅନ୍ୟ ଭାବନାରେ ଭ୍ରମିତ ହୁଏ ନାହିଁ ଏବଂ ଧୀରେ ଧୀରେ ଧ୍ୟାନର ଦ୍ୱାର ଖୋଲିଦିଏ। ଉଦାହରଣ ସ୍ୱରୂପ, ଯେତେବେଳେ କେହି ମାନସିକ ଅଶାନ୍ତି ଅନୁଭବ କରେ, ସେ ଧୀରେ ଧୀରେ ଗଭୀର ଶ୍ୱାସ ନେଇ ତାପରେ ଆସ୍ତେ ଆସ୍ତେ ବାହାର କରି କିଛି ସମୟ ଶ୍ୱାସ ଧରି ରଖି ସେହି କ୍ଷଣରେ ଶାନ୍ତ ହୁଏ। ଏଇଟା 34ରେ ଯାଇଥିଲା। 35ର ଉଦାହରଣ ଦେଖିବା। ଦୀପଶିଖାକୁ ଦେଖି ତାହାର ଆଲୋକ ଉପରେ ମନକୁ ଏକାଗ୍ର କରିବା, ମନ୍ଦିରର ଘଣ୍ଟ ଧ୍ୱନିକୁ ଶୁଣି ସେହି ଧ୍ୱନି ଉପରେ ଧ୍ୟାନ କରିବା, ଚନ୍ଦନର ସୁଗନ୍ଧକୁ ଅନୁଭବ କରି ସେହି ଅନୁଭୂତିରେ ମନକୁ ଲୀନ କରିବା, ଏହିପରି କୌଣସି ଏକ ଇନ୍ଦ୍ରିୟ ଅନୁଭୂତିକୁ ଧ୍ୟାନର ଆଧାର କଲେ ମନ ସ୍ଥିର ହୁଏ। 36 ନମ୍ବର ସୂତ୍ର ବିଶୋକା ବା ଜ୍ୟୋତିଷ୍ମତି। ବିଶୋକା ଶୋକରହିତ ବା ଦୁଃଖ ଶୂନ୍ୟ ବା ହେଲା କିମ୍ବା ଜ୍ୟୋତିଷ୍ମତି ଆଲୋକମୟ ବା ଦିବ୍ୟ ଜ୍ୟୋତି ସହିତ ସମ୍ବନ୍ଧିତ। ସୂତ୍ରାର୍ଥ ଶୋକରହିତ ଓ ଆଲୋକମୟ ଧ୍ୟାନ ଦ୍ୱାରା ମନ ସ୍ଥିର ଓ ପ୍ରସନ୍ନ ହୁଏ। ବ୍ୟାଖ୍ୟା ଦେଖିବା। ଏହି ସୂତ୍ରରେ ପତଞ୍ଜଳି ଧ୍ୟାନର ଆଉ ଏକ ଶ୍ରେଷ୍ଠ ଉପାୟ କହିଛନ୍ତି। ଯେତେବେଳେ ସାଧକ ମନର ସମସ୍ତ ଶୋକ, ଦୁଃଖ, ଭୟ ଓ ଆଶଙ୍କାରୁ ମୁକ୍ତ ହୋଇ ଏକ ଦିବ୍ୟ ଆଲୋକ ଉପରେ ଧ୍ୟାନ କରେ, ସେହି ଧ୍ୟାନ ମନକୁ ଅତ୍ୟନ୍ତ ସ୍ଥିର କରେ। ଏହି ଜ୍ୟୋତି କୌଣସି ବାହ୍ୟ ଆଲୋକ ହୋଇପାରେ କିମ୍ବା ଆନ୍ତରିକ ଆତ୍ମଜ୍ୟୋତି, ହୃଦୟ କିମ୍ବା ଭ୍ରୁକୁଟି କହିଲେ ଦୁଇ ଭ୍ରୁଲତା ମଧ୍ୟରେ ଅନୁଭୂତ ହେଉଥିବା ଆଲୋକ। ଏପରି ଧ୍ୟାନରେ ମନ ଧୀରେ ଧୀରେ ଶୋକଶୂନ୍ୟ ହୋଇ ଶାନ୍ତି ଓ ଆନନ୍ଦରେ ଲୀନ ହୁଏ, ଯାହା ସମାଧି ପାଇଁ ଅତ୍ୟନ୍ତ ଉପଯୋଗୀ। ଉଦାହରଣ, ଧ୍ୟାନ ସମୟରେ ହୃଦୟ ମଧ୍ୟରେ ଏକ ଶ୍ଵେତ କିମ୍ବା ସୁନେଲି ଆଲୋକ କଳ୍ପନା କରିବା। ଭ୍ରୁକୁଟି ମଧ୍ୟରେ ଦୀପଶିଖା ପରି ଜ୍ୟୋତି ଦେଖୁଥିବା ଭାବ ରଖି ଧ୍ୟାନ କରିବା। ଦୁଃଖ ଚିନ୍ତାକୁ ଛାଡ଼ି ମୁଁ ଶାନ୍ତ, ମୁଁ ପ୍ରକାଶମୟ, ଏପରି ଭାବନାରେ ଲୀନ ହେବା।